ତ ସାଙ୍ଗମାନେ ଆଜି ଆମ ପୁଷ୍ପ ବିମାନରେ ଆମେ ଯାଉଛୁ କୁଆଡେ ଭିଡିଓଟିକୁ ଦେଖନ୍ତୁ ଲାଷ୍ଟ ପର୍ଯ୍ୟନ୍ତ। ତ ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ମଧୁ ସ୍ୱାଗତ କରୁଛି ଆଉ ଗୋଟେ ନ୍ୟୁ ମିନି ବ୍ଲଗକୁ। ତ ସାଙ୍ଗମାନେ ଆଜି ଆମେ ଯାଉଛୁ କୁଆଡେ ଭିଡିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ନିହାତି ଜାଣିପାରିବେ। ତ ଏଠି ଆମେ ଆମ ପୁଷ୍ପ ବିମାନରେ ଏବେ ମାଡ଼ି ଚାଲିଛୁ ଆମ ଦିଦିଙ୍କ ଘରକୁ। ଆଜି ଆମେ ଯାଉଛୁ। ତ ଫାଇନାଲି ଆସି ଆମେ ପହଞ୍ଚି ଯାଇଛୁ ଆମ ଦିଦିଙ୍କ ଘରେ। ତ ଦିଦିକୁ ଦେଖିଲା ପରେ ସେ ଖୁସି କହିଲେ ନ ସରେ। ତ ଦିଦିଙ୍କ ଘରୁ ପହଞ୍ଚୁ ପହଞ୍ଚୁ ମୁଁ ଡାଇରେକ୍ଟ ପଳେଇ ଆସିଥିଲି ଦିଦିଙ୍କ ବାରି ପଛ ଆଡ଼କୁ ପେଡ଼ା ଟେକିବା ପାଇଁ, କାହିଁକିନା ତାର ବାଡ଼ି ପଛରେ ବହୁତ ପେଡ଼ା ହେଇଛି ସେଥିପାଇଁ। ତ ସାଙ୍ଗମାନେ ଗୋଟେ ମଜା କଥା ଦେଖିପାରୁଥିବେ, ମାନେ ମୋ ଦିଦି ଘର ପେଡ଼ା ଗଛ, କିନ୍ତୁ ମୋ ଦିଦି ଯେମିତି ପେଡ଼ା ବିଛଉଛି, ମାନେ ଯେମିତି ସେ ଲୋକର ଗଛରୁ ଚୋରି କରୁଛି କି ସେ କହିମି ୟାକୁ। ତ ହଁ ସାଙ୍ଗମାନେ, ଏଠି ଦେଖିପାରୁଥିବେ ପେଡ଼ା କେତେ ସୁନ୍ଦର ହେଇଛି, ଆଉ ପେଡ଼ା ସହିତ ଭିଉ ବି ପୁରା ଜବରଦସ୍ତ ହେଇଛି। ତ ମନ ତ ପୁରା ଯେମିତି ଲାଖି ଯାଉଥିଲା ମୁଁ ଏଇଠି ରହିଯିବି ଆଉ ଘରକୁ ଆଜି ଯିବିନି। ତ ମୋ ଦିଦିକୁ ଦେଖିପାରୁଥିବେ ପେଡ଼ା ଟେକିବାରେ ସେ ପୁରା ବ୍ୟସ୍ତ ଅଛି ଏବେ। ମୁଁ ବି ଆଉ ଲୋଭ ନ ସମ୍ଭାଳି ପାରିକି ମୁଁ ବି ଲାଷ୍ଟ ଗୋଟେ ପେଡ଼ା ଟେଷ୍ଟ କରିଦେଇଥିଲି। ତ ପେଡ଼ା ବହୁତ ମିଠା ହେଇଥିଲା, ମୋତେ ବହୁତ ଭଲ ବି ଲାଗିଥିଲା। ତ ଏଠି ଦେଖିପାରୁଥିବେ ମୋ ଭାଇ କେମିତି ତାର ବାହୁବଳୀ ପରେ କେମିତି ଗଛ ଉପରକୁ ଉଠିକିନା ଷ୍ଟାଇଲ ବାଡ଼ଉଛି, କହୁଛି ମୁଁ ଆଜି ସବୁ ପେଡ଼ା ଟେକି ନେଇଯିବି। କିନ୍ତୁ ସାଙ୍ଗମାନେ ଦେଖିପାରୁଥିବେ କେବଳ 5ଟା ପେଡ଼ା ଟେକିଛି, ଆଉ କିଛି ଟେକି ପାରିଲାନି। ତ ଆପଣମାନଙ୍କୁ ଆଜିକାର ମିନି ବ୍ଲଗଟି ମୋର କେମିତି ଲାଗିଛି ମୋତେ ନିହାତି କମେଣ୍ଟରେ କହିବେ। ଆଉ ହଁ ସାଙ୍ଗମାନେ, ଏଇଟା ଥିଲା ଆଜିକାର ଦିଦି ଘର ଡେ 1।